ତମେ ଜାଣିଛ ଏଇ ଯୋଉ ବାହାନା ବାଜିରେ କେବେ ବି ଭିଡିଓ ଭାଇରାଲ ହୁଏନି। ଆଉ ଏଇ ଯୋଉ ଗାଡି ଘୋଡା ପଇସା ପତ୍ର ଭଲ ଡ୍ରେସ୍ ବୁଲେଟ୍ ଫୁଲେଟ୍ ଏଇଟା ଆମକୁ ଦେଖେଇବନି କଣ ପାଇଁ କଲ ଦେଖି। ଆମେ ଯୋଉଟା ଏଇ ଯୋଉ ଜଙ୍ଗଲ ଭିତରେ କରିଦଉଛୁ ନା ପାହାଡ ଭିତରେ ସେଇଟା ତମେ ଟାଉନରେ ରହିକି ବି କରିପାରୁନ। ଆଜି ସୋସିଆଲ ମିଡିଆରେ ଭାଇରାଲ ହେବା କଥା ମୁଁ ଯୋଉ କହୁଛି କଣ ପାଇଁ ଲୋକଟା ଭାଇରାଲ ହୁଏ ଆଉ ତମେ କଣ ପାଇଁ ଆଜି ଯାକେ ସେଇ 2025ରେ ବି ଯୋଉଠି ଥିଲ 2026ରେ ବି ସେଇଠି ଅଛ। ଏଟା ଜୁଲାଇ ଚାଲିଲାନି କାହିଁକି ଏମିତି ହଉଛି ନା ତମେ ସବୁବେଳେ ଅନ୍ୟ ଭରସାରେ ରହୁଛ। ବାହାନାଟା ତମର ଅଧିକ ଚାଲୁଛି। ଏ ସାଙ୍ଗସାଥି କେହି ଆସିଲେନି, କ୍ୟାମେରାମ୍ୟାନ୍ ନାହିଁ, କପଡ଼ା ନାହିଁ, ଗାଡ଼ି ନାହିଁ, ଆମେ କୁଆଡ଼େ ଯିବା। ବୁଝିପାରୁଛ କି ନାହିଁ? ମୋ ପାଖରେ ଦେଖ କେହି ନାହାନ୍ତି, ମୁଁ ଯୋଉଠି ଠିଆ ହେଇଛି ଏଇଟା ହେଉଛି ମୋର ଫେଭରାଇଟ୍ ଲୋକେସନ୍। ଆଉ ଏଇ ଷ୍ଟାଣ୍ଡ ଭରସାରେ ମୁଁ ଆସିଛି, ମୁଁ କାହା ଉପରେ ଭରସା କରେନି। ଆଉ 365 ଡେଜ୍ 365 ଦିନ ମୁଁ ରେଗୁଲାରଲି ଭିଡ଼ିଓ ପୋଷ୍ଟ କରେ। ମୋର ଗୋଟେ ଦିନ ବି ଛୁଟି ନାହିଁ। ଗରିବ ଲୋକମାନଙ୍କୁ ଛୁଟି ଦରକାର। ସାର୍ ମୋର ଦସ୍ତଖତ ଟିକେ ମାରିଦିଅନ୍ତୁ, ମୋର 5 ଦିନ ଛୁଟି ଦରକାର। କୌଣସି କାମ କର, ଗୋଟେ ବର୍ଷ ଯଦି ତମେ ଛୁଟି ନେବନି ତମର ରେଜଲ୍ଟଟା ଜଣାପଡ଼ିବ। ତମେ ଯେଉଁ ଭାବିଥିଲ ମୁଁ ଡ୍ରିମ୍ ପୁରା କରିବି, ସୋସିଆଲ ମିଡ଼ିଆରେ ଭାଇରାଲ ହେବି, ମୋ ସ୍ୱପ୍ନକୁ ମୁଁ ଟେକିକି ଧରିବି, କ'ଣ ହେଲା? ମାସେ ଭିତରେ ମାଟିରେ ମିଶିଗଲା ତମ ସ୍ୱପ୍ନ। କାମ କରିବା ପାଇଁ ଇଚ୍ଛା ହେଲାନି, କାହିଁକି ନା ଭିଡ଼ିଓରେ ଭ୍ୟୁଜ୍ ଗଲାନି। ଏତେ ଭ୍ୟୁଜ୍ ଯିବ ଭିଡ଼ିଓରେ ତମେ ରୋକି ବି ପାରିବନି। ବୁଝିହେଲା? ତମେ ସେତିକି କାମ କର, ସେତିକି ଲୋକମାନଙ୍କ ପାଖକୁ ଭିଡ଼ିଓ ନେଇକି ପହଞ୍ଚାଅ। ଗୋଟେ ଭିଡ଼ିଓ ଚାଲିଲାନି, 100ଟା ଭିଡ଼ିଓ ଚାଲିଲାନି, ଲାଗୁ 5 ବର୍ଷ, କ'ଣ ହେଇଗଲା? ସେଇ ପର ପାଖରେ ବି 5 ବର୍ଷ ଖଟିଥାନ୍ତ ନା। ସେ କ'ଣ ମାଗଣାରେ ପଇସା ଦେଇଥାନ୍ତା କି? ଏଠି 5 ବର୍ଷ ଖଟିକି ଦେଖ, ତମ 7 ପିଢ଼ି ବସିକି ଖାଇବେ। ସୋସିଆଲ ମିଡ଼ିଆ ପାୱାର। ଜୟ ଜଗନ୍ନାଥ।